डरेलाणी डायरिया चिंता कटक सहर में तत्पर है सीएमसी। कटक रेल स्टेशन निकट समस्त खाद्य दुकान में सीएमसी खाद्य सुरक्षा टीम चढ़ाऊ कराई विपुल परिमाण बासी खाद्य जबत कराई सहित 2टी होटेल को सिल कर सीएमसी। साधारणतः कॉलेज पाख बस स्टाण्ड रेलवे स्टेशन आदि अंचल गुड़िकर खाइबा दुकान गुड़िकर अधिक भिड़ परिलक्षित हुए। तेणु ଏହି ସବୁ ଅଞ୍ଚଳ ଗୁଡ଼ିକରେ ଥିବା ଦୋକାନ ଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ତିଆରି ହେବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ମୋ ନାମ ବନ୍ଦର ରାଉତ ସାର୍। ମୋର ଲାଇସେନ୍ସ ସାର୍ 20 ଅଛି। ମୋର ମାନେ 22 ରୁ 25 ହବା କଥା ଏଇଟା ନୂଆ ରିନ୍ୟୁ ହେଇନି ସାର୍। ସେଇଥିପାଇଁ 25 ସାର୍ ହେଇଛି। ମୁଁ ଦେଖିବି ସାର୍ ଖାଦ୍ୟ ଉପରେ ବି ସେମାନେ ଦେଖିଲେ ଖାଦ୍ୟ ଉପରେ ମୋର ତ କଲର ଫର କିଛି ନାହିଁ ସାର୍। ଆମେ କଲର ଦେଇବୁ ସାର୍। କିନ୍ତୁ ରୋଷେଇର ଅତ୍ୟନ୍ତ ଅପରିଷ୍କାର ଭାବରେ ରହିଥିଲା ସେଟା ବି ସେ ବେପାରୀ ସେ ଦେଖିଲେ ଆଗାମୀ ଦିନ ଆପଣ ତ ସେଟା ଗୋଟେ ଦେବେ ନା ଦେବେ ସାର୍ ଲୋକ ପାଇଁ। ଆଜ୍ଞା କାରଣ ଦେଖନ୍ତୁ ଷ୍ଟେସନର ରୂପରେଖ ଚେଞ୍ଜ ହେଉଛି। ଆପଣ ଯଦି ଚେଞ୍ଜ ନ କରିବେ ହଁ ସାର୍ ଚେଞ୍ଜ ହବ କରିବା ଆମେ କରିବୁ ସାର୍। ନ କଲେ କେମିତି ଦରକାର ଲୋକଙ୍କୁ ଖରାପ ଜିନିଷ ଦେଲେ କିନ୍ତୁ ଆମେ କଲର ଖାଇବାକୁ ଦଉନା। ଅପରିଷ୍କାର ହେଇଛି ଆପଣ କହୁଛନ୍ତି ସାର୍। ଏଇ ତ ସକାଳୁ ରୋଷେଇ ବୋଧେ ହେଇଛି ପରିଷ୍କାର ହେଇନି ସାର୍। ଆରେ ଠିକ୍ ନିଶ୍ଚିତ ସାର୍। ନହେଲେ ଲୋକ ତ କଲରା ମାଡ଼ିଗଲାଣି। କିନ୍ତୁ ଆଉ ଗୋଟେ ମୁଁ କହିବି ସାର୍ ମ୍ୟୁନିସିପାଲିଟି ଗଭର୍ଣ୍ଣମେଣ୍ଟ ପାଣି କ'ଣ ଠିକ୍ ଦେଉଛି ସାର୍? ଦେଉଛି କୋଉଠି ପାଇପ୍ ଫାଟୁଛି ପାଣି ଭାସୁଛି ସେଇ ପାଣିଟା କୁଆଡ଼େ ଯାଉଛି? ଯୋଉମାନେ ଖାଉ ନେଉଛି ସବୁ ଘରେ କ'ଣ ଆକ୍ୱାଗାର୍ଡ ଲୋକ ଲଗେଇଛନ୍ତି ଆଜ୍ଞା? ତେଣୁ ଲୋକ ତାପରେ କ'ଣ କହୁନାହାନ୍ତି ଖାଲି ହୋଟେଲ ଖାଇବା ଜିନିଷ ଖାଇ ଖରାପ ଲଗାଉଛନ୍ତି। ଗଭର୍ଣ୍ଣମେଣ୍ଟ ବି ସଚେତନ ହେବା ଦରକାର। ଦେଖନ୍ତୁ ଆମର ପାଖରେ ଯେତିକି ଲାଇସେନ୍ସ ପ୍ରାପ୍ତ ପାଣି ପ୍ରିପାରେସନ୍ ବାଲା ଅଛନ୍ତି, ମାନୁଫ୍ୟାକ୍ଚରର ଅଛନ୍ତି, ସେଲ୍ସ ପାଇଁ ଅଛନ୍ତି, ତା ବାଦ କୋଉଠି ଗଳି କନ୍ଦିରେ ଯଦି କିଏ କରୁଛନ୍ତି ଆମ ପାଖକୁ ଖବର ଆସୁଛି ଆମେ ନିଶ୍ଚିନ୍ତ ଭାବରେ ତାକୁ ଚଢ଼ଉ କରୁଛୁ ମଧ୍ୟ ସିଲ୍ କରିଛୁ। ସାର୍ ଲୋକାଲ କୋଲ୍ଡ ଡ୍ରିଙ୍କ କମ୍ପାନୀକୁ କିଛି ଆକ୍ସନ ନିଆଯାଇଛି। ଆପଣଙ୍କର ଦେଖନ୍ତୁ ଯୋଉ ଗୁଲି ସୋଡା ହଉ ଯୋଉ ଲାଇସେନ୍ସ ନେଇଛନ୍ତି ହଉ ବିନା ଆମେ ଚଢ଼ଉ କରି ବନ୍ଦ ବି କରିଛୁ ଏବଂ ଯୋଉ ଲାଇସେନ୍ସ କରିଛି ଆମର ରେଗୁଲାର ଚେକିଂ ମଧ୍ୟ ହଉଛି। कटकरू प्रशांत महादी की रिपोर्ट ओटी लाइव। अधिक खबर देखिए ओटी लाइव को सब्सक्राइब करंतु और खबर टी अधिक शेयर करंतु।